नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं तत्जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमः वन्दे परमानन्दमाधवम्। भागवत महापुराण चतुर्थ स्कंद चतुर्थ अध्याय। मैत्रेय उवाच से शिव वचनरे सती केबेह नहे स्थिरमति एमंत देवी आगे कही रुद्र रहिले तुनि होई मने चिंतन्ति विश्वनाथ न पूर्ण होए विपरीत मोपिनी पिता गृहे गले जीवन न धरिब भले एहार मन स्थिर नाही न गले न धरिब देही बंधु दर्शने इच्छा तार होइछि अति बलियार बारे कहुई बाहार मो भये प्रवेशे गृहर एहार मन स्थिर नाही अवश्य जीव न कही एमंत चित्ते चिंती हर केबेहे मन नहे स्थिर चिंता कूले दुख मती निज गुण को मने चिंती एहार संगे थिबी मोहि निज गण को संगे लई एमंते रुद्र चिंता करू देवी उठिले निज पुरु नयन बहे अश्रु जल सुखिछि बदन कमल शरीर कंपे रस चिते कदली बन जेने बाते निश्वास बहे खर तर सुखिला सुरंग धर आधव दने मन दुखी चलिले भव को पेखी खरे चलते रोष भरे अवनी कंपे पाद भरे पिता भुवने देवी जाते केही नाहांती निज साथे स्त्री स्वभाव मूढ़मती जेहर साधु जनपति स्नेहरे अर्ध अंग होई से सती तांकु लंघी जाई पिता भुवने देवी जाते पछे चलती गण जुथे शत सहस्र रुद्र गण निकटे मिलिले तक्षण सती को वृषभे बसाई सर्वे धाइले सज होई मुजीबी अंबिकार पछे मो कथा देखसी प्रत्यक्षे एमंत रुद्र आगे कही नंदी चढ़िले गण लई अंबिका तुले नारी जुथे मिलिले उपायन हस्ते कंदुक दर्पण अम्बुज श्वेतात पत्र श्वेत ध्वज व्यजन पुष्पमाला घेनी संगीत गीत नाद ध्वनि दुंदुबी शंख वेणु नादे संगते चलिले आनंदे एमंते रुद्र गणे जाई यज्ञ देखिले दूरे रही धूम व्यापित यज्ञशाळे अशेष ऋषि विप्र मेळे विप्रंक संगे प्रजापति अनळे खेपन्ति आहुति यज्ञर भाण्ड नाना विधि जे भाण्डे जे द्रव्य प्रसिद्धि मंत्र आहुति होम बेळे सती मिलिले यज्ञशाळे सती चाहन्ते कोपचिते जे यज्ञे थिले जे समस्ते सर्वे दक्षर भय पाई आदर न करिले केही भगिनी गणे माता तुले आदरे समीपे मिलिले प्रेमाश्रु कंठे भग्नी गण कोल करती जणे जण
ସୋଦରେ ସ୍ନେହେ ପ୍ରଶ୍ନ କଲେ ସର୍ବକୁଶଳ ପଚାରିଲେ ଉତ୍ତମ ପୂଜା ବିଧି ଦ୍ରବ୍ୟ ସମୀପେ ଆଣିଦେଲେ ସର୍ବ ରନିଆସନ ବେଗେ ଆଣି ସେ ପ୍ରଜାପତିର ଘରଣୀ ସତୀମ ସୀମେ ଆଣିଦେଲେ ତା ଦେଖି ସତୀ କୋପ କଲେ ପିତାର ଅନାଦର ଦେଖି କୋପେ କମ୍ପଇ ଅଶ୍ରୁମୁଖୀ ଯଜ୍ଞ ନ ଦେଖି ସ୍ୱାମୀ ଭାଗ ମନେ ବସିଲା ମହାରାଗ ମୋର ଈଶ୍ୱରେ ନ ଗଣିଲା ଅବହେଳନ କର୍ମ କଲା ସଭାରେ ଯେତେ ଲୋକ ଥିଲେ ସତୀଙ୍କି ଦେଖି ନ ଉଠିଲେ ପିତା ଅବଜ୍ଞା କର୍ମ ଦେଖି କୋପେ କମ୍ପଇ ଅଶ୍ରୁମୁଖୀ ଏମନ୍ତେ ଦକ୍ଷ ବଧ ଅର୍ଥେ ସତୀ ଶରୀରୁ କୋପ ଚିତେ ଅନେକ ଭୂତ ଗଣ ଜନ୍ମି ତାହାଙ୍କୁ ନିବାରି ଭବାନୀ କୋପେ ବୋଲଇ ଉଚ୍ଚ ବାଣୀ ଯେମନ୍ତେ ସଭା ଲୋକେ ଶୁଣି କୋପେ କମ୍ପଇ ତାର ଦେହି ବୋଲଇ ପିତା ମୁଖ ଚାହିଁ ଦେବୀ ଉବାଚ ପ୍ରିୟ ପ୍ରିୟ ଅତିରେକେ ନ ଦେଖି ଯାର ଇହ ଲୋକେ ଜଗତ ମଧ୍ୟେ ଯେତେ ଦେହ ସ୍ୱାମୀ ମୋହର ସର୍ବପ୍ରିୟ ଯେ ରୁଦ୍ର ସର୍ବେ ଆମେ ହୋଇ ମିତ୍ର ମିତ୍ର ଯାର ନାହିଁ ସେ ଯେ ଅଶେଷ ଜନ ଗୁରୁ ତାହାଙ୍କୁ ତୁହି ନିନ୍ଦା କରୁ ଦେଖ ଏ ସଂସାର ବ୍ୟବହାରେ ଯେ ସାଧୁ ଜନେ ନିନ୍ଦା କରେ ଅନେକ ଦୋଷ କରିଥିଲେ ସାଧବେ ନ ଧରନ୍ତି ଭଲେ ସକଳ ଦୋଷ କରେ କ୍ଷମା ସେ ଜନ ସାଧୁ ମହାତ୍ମା ଏ ରୂପେ ଯେତେକ ପଣ୍ଡିତ ତାହାଙ୍କୁ ବୋଲନ୍ତି ମହତ ଯେ ଗୁଣ ମାତ୍ରକୁ ଧରନ୍ତି ଦୋଷ ଗ୍ରହଣ ନ କରନ୍ତି ତାହାଙ୍କୁ ବୋଲି ମହତର କେୟ ବା ଅଛନ୍ତି ଅପର ଦୋଷକୁ ଦୂରେ ପରିହରି ଆବରେ ତୁଚ୍ଛ ଗୁଣ ଧରି ଏମନ୍ତ ସାଧୁ ପ୍ରତିତାତ ତୁ ପାପ କଳ୍ପିଲୁ ନିଶ୍ଚିତ ଅସାଧୁ ଜନ ପ୍ରାୟ ତୁହି ରୁଦ୍ର ବିଷୟ କୋପ ବହି ଯେଣୁ ବୋଲାଉ ପ୍ରଜାପତି ସେ ଗର୍ବେ ନିନ୍ଦୁ ମୋର ପତି ଏ ନହେ ମହତଙ୍କ କର୍ମ ଗର୍ବେ ହୋଇଲୁ ମତି ଭ୍ରମ ଯେବେନି ଅକ୍ଷର ମୁଖରେ ପ୍ରସନ୍ନେ ଶିବ ନାମ ଧରେ କିୟ ବା ଶ୍ରଦ୍ଧା ଯୁକ୍ତ ହୋଇ ନିରତେ ବଦନେ ଗୁଣଇ ଅଥବା ପଶେ ଶ୍ରୁତି ପଥେ ପାପ ନାଶଇ କ୍ଷଣ ମାତ୍ରେ ଯାହାର ନାମ ଏ ଜଗତେ ସର୍ବମଙ୍ଗଳ ବହୁମତେ ତୋର ଜୀବନ ପାପ ସିନ୍ଧୁ ଅଶିବ ହୋଇ ଯିବ ନିନ୍ଦୁ ଯାପାଦ୍ମ ପଦ୍ମ ମଧୁ ଲୋଭେ ମହାନ୍ତ ଜନ ନିତ୍ୟ ସେବେ କାମିକା ମନା ସର୍ବେ ଯେହୁ ବିଶ୍ୱ ବାନ୍ଧବ ଅଟେ ଯେହୁ ସାଧୁ ମାନସ ଅଳି ବୃନ୍ଦ ବ୍ରହ୍ମ ଆନନ୍ଦ ମକରନ୍ଦ ପାନାର୍ଥୀ ହୋଇ ସେବା କରେ ଯାହାର ଶ୍ରୀପାଦ ପଦ୍ମରେ ତାହାରେ ଦ୍ରୋହ ଚିନ୍ତୁ ପିତା ଏକଥା ବଡ଼ ଆଚମ୍ବିତ ଯେ ସଦା ଶିବ ବିଶ୍ୱବନ୍ଧୁ ତୁ ତାର ଦ୍ରୋହ କରି ନିନ୍ଦୁ ଜଟା ବିସ୍ତାରି ଶ୍ମଶାନରେ ବୁଲଇ ଶିବ ନିର୍ବିକାରେ ଶ୍ମଶାନ ଭସ୍ମ ମାଲ୍ୟ ତାର ନରକ ପାଳ ଅଳଙ୍କାର ହେଲେ ହିଁ ଶିବକୁ ଅଶିବ ତୋ ବିନା କେହ ବା ବୋଲିବ ବ୍ରହ୍ମାଦି ଦେବଗଣ ମାନେ କେ ଶିବ ମହିମା ନ ଜାଣେ ତୁ କି ଜାଣିବୁ ସେ ମହିମା ଅଶେଷ ମଙ୍ଗଳର ସୀମା ଶିବ ନିର୍ମାଲ୍ୟ ମଥା ପାତି ତଥାପି କେମନ୍ତେ ଘେନନ୍ତି ଧର୍ମରକ୍ଷକ ସ୍ୱାମୀ ମୋର ତା ସଙ୍ଗେ କଲୁ ତୁ ବିଧୁର ଏଣୁ ଜୀବନ ଛାଡ଼ିବଇ ସକଳ ଧର୍ମ ରକ୍ଷା ପାଇଁ ଏହିଟି ପତିବ୍ରତା ଧର୍ମ ପାଷଣ୍ଡେ ସ୍ୱାମୀର ନିନ୍ଦନ ଶୁଣିଲେ କାନେ ହାତ ଦେବ ତକ୍ଷଣେ ତହୁଁ ପଳାଇବ
ପାରିଲେ ତା ଜୁହା ଛେଦିବ ଆପଣା ଜୀବନ ତେଜିବ। ତୋ ବୀର୍ଯ୍ୟ ଜନ୍ମ ମୋର ଦେହି ହୋଇଲା ପୂର୍ବ ପାପ ବହି। ସ୍ୱାମ ନିନ୍ଦନ ବାକ୍ୟ ସହି ଏ ଦେହ ନ ଧରିବି ମୁହିଁ। ଯେ ନାରୀ ସ୍ୱାମୀର ନିନ୍ଦନ ଶୁଣି ଧରେ ନିଜ ଜୀବନ। ପୂର୍ବର ପାପ ଯେ ନ ସ୍ମରେ ତା ପ୍ରତିକାର ଯେ ନ କରେ। ଦିନ ପଞ୍ଚଇ ଦୁଃଖ ଶୋକେ ଅନ୍ତେ ସେ ପଡ଼ଇ ନରକେ। ଯେ ଆମେ ରାମ ବୈରାଗୀ ବିଧି ନିଷେଧ ପାରେ ଲଙ୍ଘି। ସ୍ୱଧର୍ମେ ନିଷ୍ଠା ଯାର ଥିବ ସେ ପର ନିନ୍ଦା ନ କରିବ। ଯେ ଅବା ବେଦ ବିଧି ଧର୍ମ ପ୍ରବୃତ୍ତି ନିବୃତ୍ତି ଲକ୍ଷଣ। ସବେ ତା ନ ସମ୍ଭବେ ଦୁଇ ଯେଣୁଟି ଆମେ ରାମ ସେହି। ଦରିଦ୍ର ବୋଲି ଶିବେ ତୁହି ନିନ୍ଦା ନ ବହ ଗର୍ବ ବହି। ଅଣିମା ଆଦି ଅଷ୍ଟ ସିଦ୍ଧି ଯା ତୁହ ଲଭେ ଯୋଗୀ ସାଧି। ତୋ ପରି ଯଜ୍ଞ ଯେ ଭ୍ରମନ୍ତି କାହୁଁ ଲଭିବେ ସେ ସମ୍ପତ୍ତି। ତୁ ପାପୀ ଯେଣୁ ଶିବ ଦ୍ରୋହୀ ତୋଠାରୁ ଜାତ ମୋର ଦେହି। ଧିକେ ଦେହ ନ ରଖିବ ଆଉ ଏ ଲଜ୍ଜା ନ ସହିବି। ତୋହର ସଙ୍ଗତେ ବଚନ ଅଧିକେ ନାହିଁ ପ୍ରୟୋଜନ। କେହି ନ ବୋଲୁ ଦାକ୍ଷାୟଣୀ ଅଟଇ ଶିବର ଘରଣୀ। ମୈତ୍ରେୟ କହନ୍ତି ବଚନ ଶୁଣ ବିଦୁର ତୋ ସୋମନ। ମୈତ୍ରେୟ ଉବାଚ ଏମନ୍ତ ଦକ୍ଷେ ଦେବି କହି କୁଣ୍ଢ ଉତ୍ତର ଦିଗେ ଯାଇ। ଯୋଗ ଧାରଣା ଗମନେ ନିଶ୍ଚଳେ ବସିଲେ ଆସନେ। ସ୍ୱାମୀର ଅପମାନ ଅର୍ଥେ ପିତାର ଅନାଦର ଚିତେ। ପୀତ ବସନ ପରିଧାନ ପବିତ୍ର ଜଳେ ଆଚମନ। ହୃଦରେ କଳ୍ପି ମହାମନ୍ୟୁ ପବନ ଅଧ ଊର୍ଧ୍ୱ ସ୍ଥାନୁ। ନାଭି କମଳେ ସୁନିଶ୍ଚଳେ ପ୍ରାଣ ଧାରଣ ଯୋଗ ବେଳେ। ଏ ତିନି ପ୍ରାଣ ଊର୍ଦ୍ଧ୍ୱେ ନେଇ ଉଦାନ ସଙ୍ଗେ ହୃଦେ ଥୋଇ। ହୃଦୟ ପ୍ରାଣ ସଙ୍ଗେ ବ୍ୟାପୀ ଖଣ୍ଡେ ଲଲାଟ ଚକ୍ରେ ଖେପି। ଭ୍ରୂମଧ୍ୟେ ଥାପି ଅନୁମାନେ ଯୋଖିଲେ ବ୍ରହ୍ମରନ୍ଧ୍ର ସ୍ଥାନେ। ସ୍ୱାମୀ ଚରଣେ ଧ୍ୟାନ କରି ଯୋଗ ଅନଳେ ବାୟୁ ଧରି। ମୂର୍ଧନି ଭେଦି ତତ୍କ୍ଷଣେ ଶୂନ୍ୟ ମିଶିଲା ଦଶ ପ୍ରାଣ। ସମାଧି ସମ୍ଭୂତ ଅନଳେ ସତୀ ଶରୀର ବେଗେ ଜଳେ। ସତୀ ମରଣ କର୍ମ ଚାହିଁ ଦେବେ ଯେ ଯଜ୍ଞେ ଥିଲେ ରହି। ଦେଖିଣ ଦେବୀର ନିଧନ ଚଞ୍ଚଳ କରି ସର୍ବମନ। ଭୂମି ଗମନ ଯେ ବାଥିଲେ ହାହାସ ବଧ ଉଚ୍ଚେ କଲେ। ଦେଖ ଏ ଦେବ ଦେବ ନାରୀ କି ଅପମାନେ କୋପ କରି। ପ୍ରାଣ ଛାଡ଼ିଲେ ଯଜ୍ଞଶାଳେ ପିତା ଅମାନ୍ୟ କୋପ ଭରେ। ଦେଖ ଏ ଦକ୍ଷ ପ୍ରଜାପତି ଗର୍ବେ ଆଚରିଲା ଅନୀତି। ପ୍ରଜାଙ୍କ ପତି ଏ ବୋଲାଇ ଅନୀତି କଲା ଗର୍ବ ବହି। ନିଜ ଦୁହିତାର ନିଧନେ ଜନି କଲା ଏ କ୍ରୋଧ ମନେ। ଏ ନହେ ସାଧୁଙ୍କ ବ୍ୟବହାର ଅଧର୍ମ କଲା ଗୁରୁତର। ଏମନ୍ତ ବାକ୍ୟ କହୁଁ ଜନେ ସତୀର ପ୍ରାଣ ଅବସାନେ। ସତୀ ମରଣ କଥା ଶୁଣି ନନ୍ଦିକେଶ୍ୱର ବୀରମଣି। ରୁଦ୍ରଗଣଙ୍କୁ ସଙ୍ଗେ ଲଇ ବେଗେ ଧଇଲା ରୋଷ ବହି। ବିବିତ ଶସ୍ତ୍ର ଧରି କରେ ମିଳିଲା ଦକ୍ଷ ଯଜ୍ଞ ଘରେ। ତାହାକୁ ଦେଖି ଭୃଗୁ ମୁନି ଘୃତ ଆହୁତି করে ଘେନି। ଯଜ୍ଞ ନାମ ଯଜୁ ମନ୍ତ୍ରେ କଳ୍ପିଲା ଅଭିଚାର ତନ୍ତ୍ରେ। ଆହୁତି ଦ୍ୟାନ୍ତେ ଅଗ୍ନିକୁଣ୍ଡେ ନିଜରୁ ମସ୍ୱର୍ଣ୍ଣ ବନ ପିଣ୍ଡେ। ମନ୍ତ୍ରେ ମନ୍ତ୍ରିତ সোম ପାଇ ପ୍ରଚଣ୍ଡ ବ୍ରହ୍ମ ତେଜ ବହି। ଭୃଗୁ ନାମରେ ଦେବଗଣେ ଅନଳୁ ଉଠିଲେ ତକ୍ଷଣେ।
ଜଳନ୍ତା କାଷ୍ଠ ଘେନି କରେ ଶତ ସହସ୍ର କୋପ ଘରେ। ଶବଦେ ଦଶ ଦିଗ ପୁରୀ ଧାଇଁଲେ ଘୋର ନାଦ କରି। ତେଣେ ଭାଜିଲେ ରୁଦ୍ର ସେନି ତା ଦେଖି ବେଗେ ଦେବ ମୁନି। ଧାଇଁଲେ ଶିବପୁର ମାଗେ କହିଲେ ସଦାଶିବ ଆଗେ। ସତୀ ମରଣ କଥା ଆଦି କହିଲେ ସକଳ ସମ୍ପାଦି। ସେ ବ୍ରହ୍ମ ମୁନିର ଚରଣେ ଆମିର ନିସ୍ତାର କାରଣେ। କୃଷ୍ଣ ବିଷୟ ଭାଗବତ କହଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟାଂ ଚତୁର୍ଥ ସ୍କନ୍ଧେ ସତୀଦେହଶ୍ଚ ନାମ ଚତୁର୍ଥ ଅଧ୍ୟାୟ।